ଯାଜପୁର ଜିଲ୍ଲା ବିଞ୍ଛାରପୁର ବ୍ଲକ ଅନ୍ତର୍ଗତ ଆଉରି ପଞ୍ଚାୟତ ବାଇଟାଙ୍ଗି ଗ୍ରାମର ନବନିର୍ମିତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବ 8 ଦିନ ଧରି ଚାଲିଥିଲା। ଭାଗବତ ଚର୍ଚ୍ଚା ଓ ପ୍ରସାଦ ସେବନ ସାଙ୍ଗକୁ ଭକ୍ତଙ୍କ ସମାଗମ ବେଶ ଭାବ ବିହୋଳ କରୁଥିଲା। ଶେଷରେ ଦୀନବନ୍ଧୁ ଭଜନ ସନ୍ଧ୍ୟା ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା। ମୁଁ ଭାଗବତ ପ୍ରସାଦ ଦାସ ବଳଭଦ୍ରପୁର ବାଇଟାଙ୍ଗି। ଆମର ବହୁତ ଦିନର ଠାକୁର, ଆମ ଜେଜେବାପାଙ୍କ ପୂର୍ବରୁ ବି ଠାକୁର, ତେଣୁ ଠାକୁର ବହୁତ ଅବହେଳିତ ଅବସ୍ଥାରେ ଥିଲେ। ଯାହା ହଉ ତାଙ୍କରି ଆଜ୍ଞାରେ, ତାଙ୍କରି କରୋନାରୁ ପୁନର୍ଜନ୍ମ ନେଲା ଭଳି ମନ୍ଦିରଟି ତିଆରି କରାଗଲା। ତିଆରି କଲା ପରେ ପ୍ରତିଷ୍ଠା ବି କରାଗଲା 22 ତାରିଖରେ। 23 ତାରିଖରେ ଜଗତର ମଙ୍ଗଳ ପାଇଁ ଭାଗବତ ପାରାୟଣ 7 ଦିନ ଧରି ବ୍ୟାପି ଚାଲିଛି। ଆଜି ତାର ପୂର୍ଣ୍ଣାହୁତି ଉଦ୍ଯାପନ ଦିବସ। ଭଗବାନ ବିଷ୍ଣୁ ମଙ୍ଗଳଂ ମଧୁସୂଦନଂ ମଙ୍ଗଳଂ ପୁନରିକାକ୍ଷ ମଙ୍ଗଳଂ ଗରୁଡ଼ ଧ୍ୱଜ ମାଧବ ମାଧବ ବିଷ୍ଣୁର ମାଧବ ମାଧବ ହରେ ସ୍ମରନ୍ତେ ସାଧବଂ ନିତ୍ୟଂ ସର୍ବକାର୍ଯ୍ୟଂ ସମାଧବ। ମୁଁ ଜଣେ ପୁରୋହିତ କାମ କରେ, ଠାକୁରଙ୍କର ସେବା କରେ। ମୋ ନାଁ ଚୈତନ୍ୟ ଦାସ, ଚାନ୍ଦବାଲି ଆମ ଘର। ଠାକୁରଙ୍କ ପୂଜା ମହିମା ବିଷୟରେ ଆପଣ ଆଜି ପୂଜା କରୁଛନ୍ତି, କ'ଣ ଅନୁଭବ କରୁଛନ୍ତି, ତା ଉଦ୍ଦେଶ୍ୟ କ'ଣ? ମଣିଷ ଯେତେବେଳେ ଜଗନ୍ନାଥଙ୍କର ସାନ୍ନିଧ୍ୟ ଲାଭ କରେ, କ୍ଷୀରରେ ଯେମିତି ଘୃତ ଲୁଚିକି ରହିଥାଏ, ଜଗନ୍ନାଥଙ୍କର ଅନୁଭବକୁ ସେଇଭଳି ଅନ୍ତରେ ଅନ୍ତରେ ଜାଣି ହେବ। ଯେ ତାଙ୍କୁ ଯେଉଁଭଳି ଭାବରେ ଡାକିବ ନିଜର କେନ୍ଦ୍ର କରିକି, ନିଶ୍ଚୟ ପ୍ରଭୁ ତାଙ୍କ ଡାକ ଶୁଣିବେ। ତାଙ୍କୁ ମୋ ଜୀବନରେ ମୁଁ ଧରି ମୁଁ ବହୁତ କିଛି ଆନନ୍ଦ ପାଇଛି। ଯାହା କରିବାର ମୋ ସାମର୍ଥ୍ୟ ଭିତରେ ନଥିବ ତାହା ସେ କରାଇ ଦିଅନ୍ତି ଅତି ସହଜରେ।